मो प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ପ୍ରେମ ନମସ୍କାର ଜ୍ଞାପନ କରୁଛି। ଆମ୍ଭମାନଙ୍କ ଏହି ଜୀବନ ଯାତ୍ରାରେ ଆମ୍ଭମାନଙ୍କୁ ଅନେକ ପ୍ରକାରର ଦୁଃଖ କଷ୍ଟ ସମସ୍ୟାକୁ ପ୍ରତିଦିନ ଦେଖିବାକୁ ପଡ଼ିପାରେ। ଅନେକ ସମୟରେ ନିଜ ଲୋକମାନଙ୍କ ଦ୍ୱାରା ଆମ୍ଭମାନଙ୍କ ଜୀବନରେ କଷ୍ଟ ଦୁଃଖ ଆମ୍ଭମାନଙ୍କୁ ମିଳିଥାଏ। ଆଉ କିଛି ସମୟମାନଙ୍କରେ ଆମ୍ଭମାନଙ୍କର ଶତ୍ରୁ ଦ୍ୱାରା ଆମ୍ଭମାନଙ୍କୁ ମନରେ ଜୀବନରେ ଯନ୍ତ୍ରଣା ଦେଖିବାକୁ ମିଳିଥାଏ ଏବଂ ଆମେମାନେ ବହୁତ କଷ୍ଟ ଅନୁଭବ କରିଥାଉ। କିନ୍ତୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱର ଆପଣାର ଜୀବନ୍ତ ବାକ୍ୟ ରଖିଅଛନ୍ତି। ଆମ୍ଭମାନଙ୍କ ଈଶ୍ୱରଙ୍କ ସମ୍ମୁଖରେ କିଏ ବା ଠିଆ ହୋଇପାରେ? କ'ଣ ଆପଣମାନେ ଏହି ଅଦ୍ଭୁତ ଈଶ୍ୱରଙ୍କ ଶକ୍ତିକୁ ଜାଣନ୍ତି ନାହିଁ? ଗୋଟିଏ ଭକ୍ତ ଯେଶାୟା 50 ଅଧ୍ୟାୟର 7 ପଦରେ ଏହିପରି କହନ୍ତି, କାରଣ ପ୍ରଭୁ ସଦାପ୍ରଭୁ ମୋହର ସାହାଯ୍ୟ କରିବେ, ଏଥିପାଇଁ ମୁଁ ଘାବରା ହୋଇନାହିଁ, ଆଉ ମୁଁ ଯେ ଲଜ୍ଜିତ ନହେବି ଏହା ମୁଁ ଜାଣେ। ମୋ ପ୍ରିୟ ଈଶ୍ୱରଙ୍କ ଲୋକମାନେ ପରମେଶ୍ୱରଙ୍କ ଠାରୁ ଆମ୍ଭମାନଙ୍କ ସାହାଯ୍ୟ ସର୍ବଦା ଆସିଥାଏ। ଏଣୁ ଆମ୍ଭେମାନେ ମଧ୍ୟ ଏହି ଭକ୍ତଙ୍କ ସଦୃଶ କହିବା ଦରକାର ଯେ ମୁଁ କେବେ ମଧ୍ୟ ଲଜ୍ଜିତ ହେବି ନାହିଁ, ଯେହେତୁ ମୋହର ସାହାଯ୍ୟ କେବଳ ଊର୍ଦ୍ଧ୍ୱରୁ ଆସିଥାଏ। ପରମେଶ୍ୱରଙ୍କ ଠାରୁ ମୋହର ସାହାଯ୍ୟ ଆସିଥାଏ। ଆମ୍ଭମାନଙ୍କ ବର୍ତ୍ତମାନ ଜୀବନର ପରିସ୍ଥିତି ପାରିବାରିକ ଅବସ୍ଥା ସ୍ଥିତି ଯାହା ହେଉନା କାହିଁକି, ଶୈତାନ ଯେତେ ଦୁଃଖ କଷ୍ଟ ଆମମାନଙ୍କ ଜୀବନରେ ଆଣୁନା କାହିଁକି, ପରମେଶ୍ୱର ଆମମାନଙ୍କୁ ସାହାଯ୍ୟ କରିବା ପାଇଁ ଲଜ୍ଜିତ ହେବାକୁ ନ ଦେବା ନିମନ୍ତେ ସେ ସର୍ବଦା ଆମ୍ଭମାନଙ୍କ ନିମନ୍ତେ ଉପଲବ୍ଧ ଈଶ୍ୱର ହୋଇ ଆସିଅଛନ୍ତି। ଅନେକ ବର୍ଷ ତଳର କଥା, ପ୍ରାୟ 35ରୁ 40 ବର୍ଷ ତଳର ଏହି କଥାଟି ପରମେଶ୍ୱର ମୋତେ କହିଲେ 3000 ଲୋକଙ୍କ ବସିବା ପାଇଁ ଗୋଟେ ଭବନ ତିଆରି କର। ଆଉ ପରମେଶ୍ୱର ହିଁ ଆମ୍ଭମାନଙ୍କୁ ସମସ୍ତ ଜମି କାଗଜପତ୍ର ପ୍ରାପ୍ତ ହେବା ନିମନ୍ତେ ଅନୁଗ୍ରହ କରିଥିଲେ। ପୁଣି ସମସ୍ତ ବିଷୟ ଆରମ୍ଭ କରିବା ପାଇଁ ଅନୁମତି ପତ୍ର ମଧ୍ୟ ଆମ୍ଭମାନଙ୍କ ହସ୍ତଗତ ହୋଇସାରିଥିଲା। କିନ୍ତୁ କିଛି ଅଧାର୍ମିକ ଲୋକମାନେ ଆସି, ଅନ୍ୟ ଗୋଷ୍ଠୀୟ ଜାତୀୟ ଲୋକମାନେ ଆସି ଏହି ସ୍ଥାନରେ ଯେ ଆମ୍ଭେମାନେ ଭବନ ତିଆରି କରିବୁ ଏଥିପାଇଁ ସେମାନେ ଚାହିଁଲେ ନାହିଁ। ଆମ୍ଭମାନଙ୍କ ନିର୍ମାଣ କାର୍ଯ୍ୟକୁ ରଖିବା ପାଇଁ ସେମାନେ କଲେକ୍ଟର ସାର୍ଙ୍କୁ ଗୋଟିଏ ପରେ ଗୋଟିଏ ପତ୍ର ଦେବାକୁ ଲାଗିଲେ। ଯେଉଁ ସରକାର ଆମ୍ଭମାନଙ୍କ ସପକ୍ଷରେ ଆମମାନଙ୍କୁ ଅନୁମତି ପ୍ରଦାନ କରିଥିଲେ ଯେ ଆମ୍ଭେମାନେ ଏହି ଗୃହ ନିର୍ମାଣ କରିବୁ, ଆମ୍ଭମାନଙ୍କ ଅନେକ ଅନୁରୋଧ ସତ୍ତ୍ୱେ ହିଁ ଆମ୍ଭେମାନେ ତାହା ପାଇବାରେ ସକ୍ଷମ ହୋଇପାରିଲୁ ନାହିଁ। ଏପରି ସମୟରେ ଜଣେ ଓକିଲ ଆମ୍ଭମାନଙ୍କ ନିକଟକୁ ଆସି କହିଲେ, ଭାଇ, ମୁଁ ଆପଣମାନଙ୍କ ସମସ୍ୟାକୁ ଭଲ ଭାବରେ ବୁଝିପାରୁଅଛି, ପୁଣି ଜାଣିଅଛି, କିନ୍ତୁ ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ, ଯେହେତୁ ବିରୋଧୀମାନେ ସେମାନଙ୍କ ଜିଦ୍ଦିରେ ରହିଅଛନ୍ତି ଆଉ ଅନେକ ପ୍ରଚେଷ୍ଟା କରିବା ସତ୍ତ୍ୱେ ତୁମ୍ଭେମାନେ ଏହି କାର୍ଯ୍ୟ କରିବାରେ ସକ୍ଷମ ହୋଇପାରୁନାହଁ, ଏଣୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ଏହି ପରାମର୍ଶ ଦେଉଅଛି ଯେ ତୁମ୍ଭେମାନେ ଏହି କାର୍ଯ୍ୟ ଅନ୍ୟତ୍ର ଆରମ୍ଭ କରିବା ତୁମ୍ଭମାନଙ୍କ ପକ୍ଷରେ ମଙ୍ଗଳ ସାଧିତ ହେବ। ଏଣୁ ତୁମ୍ଭେମାନେ ଏହି ସ୍ଥାନରେ ଆଉ ଏହି ଭବନ ତିଆରି କର ନାହିଁ। କିନ୍ତୁ ମୁଁ ସେହି ଓକିଲଙ୍କୁ କହିଲି, ନାହିଁ ଆଜ୍ଞା, ପରମେଶ୍ୱର ଆମମାନଙ୍କୁ ଏହି ସ୍ଥାନ ପ୍ରଦାନ କରିଅଛନ୍ତି, ଆମ୍ଭେମାନେ ଅନ୍ୟ ସ୍ଥାନକୁ ଯିବୁ ନାହିଁ। ସେ କହିଲେ, ଆଜ୍ଞା, ଏହି କଥାଟିଏ ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପହଞ୍ଚିଲାଣି। ଆଉ ଏହିପରି ମଧ୍ୟ କଥା ଶୁଣିବାକୁ ମିଳୁଅଛି ଯେ ଜଣେ ବିରୋଧୀ ଏହି ସ୍ଥାନରେ ଯଦି ଆପଣମାନେ ଗୃହ ନିର୍ମାଣ କରିବେ ତେବେ ସେ ଆପଣଙ୍କୁ ଫାଶୀ ଦେବା ନିମନ୍ତେ ପ୍ରସ୍ତୁତ ହୋଇଅଛି। ଏଣୁ ମୁଁ କହିବା ପାଇଁ ଚାହେଁ, ଆପଣମାନେ ଏହି ସ୍ଥାନରେ ଆଉ ଭବନ କରନ୍ତୁ ନାହିଁ। କିନ୍ତୁ ମୁଁ ସେମାନଙ୍କୁ କହିଲି, ଆଜ୍ଞା, ପରମେଶ୍ୱର ମୁଖ୍ୟମନ୍ତ୍ରୀ ନୁହନ୍ତି, ସେ ମୁଖ୍ୟମନ୍ତ୍ରୀଙ୍କୁ ନିୟୋଜିତ କରିବା ମହାନ ଈଶ୍ୱର ଅଟନ୍ତି। ସେ ଆମ୍ଭମାନଙ୍କୁ କେବେ ଲଜ୍ଜିତ ହେବା ପାଇଁ ଦେବେ ନାହିଁ, ସେ ଆମ ସପକ୍ଷରେ ଅଛନ୍ତି। ଆଉ ସେହିପରି ହିଁ ପରମେଶ୍ୱର ଆମ୍ଭମାନଙ୍କୁ ସାହାଯ୍ୟ କରିଲେ। ଆମ୍ଭମାନଙ୍କୁ ଲଜ୍ଜିତ ହେବାକୁ ସେ କୌଣସି ପ୍ରକାର ଦେଇନାହାନ୍ତି। ତେଣୁ ଆମ୍ଭେମାନେ ସଫଳତା ପ୍ରାପ୍ତ ହେଲୁ, ବରଂ ସେମାନେ ଲଜ୍ଜିତ ହେଲେ। ଆପଣମାନେ କ'ଣ କହିବା ପାଇଁ ପ୍ରସ୍ତୁତ ଅଛନ୍ତି? ପ୍ରଭୁ ମୋର ସାହାଯ୍ୟ କରିବେ, ଆମ୍ଭେମାନେ ଲଜ୍ଜିତ ହେବୁ ନାହିଁ। ପ୍ରଭୁ ମୋର ସାହାଯ୍ୟ କରିବେ, ଆମମାନଙ୍କୁ ଲଜ୍ଜିତ ହେବାକୁ ସେ ଦେବେ ନାହିଁ। ଏଣୁ ପ୍ରଭୁଙ୍କୁ ଧନ୍ୟବାଦ ଦେଇ ଆମେ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ। ଆମେନ୍, ଆମେନ୍।